କୃଷି କୃଷକର ପର୍ବ ଅକ୍ଷୟ ତୃତୀୟା। ପୁରାଣରେ ବର୍ଣ୍ଣିତ ପଞ୍ଚୁ ପାଣ୍ଡବ ରାଜ୍ୟ ପରିତ୍ୟାଗ କରିବା ସମୟରେ ସୂର୍ଯ୍ୟଦେବ ଧର୍ମରାଜ ଯୁଧିଷ୍ଠିରଙ୍କୁ ଏକ ବରଦାନ ଦେଇଥିଲେ, ଅକ୍ଷୟ ପାତ୍ର। ପ୍ରତିଦିନ ଶେଷରେ ଖାଉଥିବା ଦ୍ରୌପଦୀ ଯେପର୍ଯ୍ୟନ୍ତ ଭୋଜନ ଆହରଣ କରିନଥିବେ ସେ ପର୍ଯ୍ୟନ୍ତ ଅକ୍ଷୟ ପାତ୍ରର ଖାଦ୍ୟ ସରିବନି। ସେହିଦିନ ଥିଲା ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି। କୃଷି ଭାଇମାନେ ବର୍ଷ ସାରା ଖାଦ୍ୟ ସଂଗ୍ରହ ଓ ଦେଶବାସୀକୁ ଖାଦ୍ୟ ଅଭାବ ରହିବନି ବୋଲି ପୂଜା କରନ୍ତି ଅକ୍ଷୟ ତୃତୀୟା। ମହିଳାମାନେ ଘର ସମ୍ପୂର୍ଣ୍ଣ ପରିଷ୍କାର କରି ମା ଲକ୍ଷ୍ମୀ ଦେବୀକୁ ପୂଜା କରିବା ସହ ଝୋଟି ସିନ୍ଦୁର ଦେଇ କୃଷକର ଅସ୍ତ୍ର, ଲଙ୍ଗଳ, ଜୁଆଳି ଓ ଅନ୍ୟାନ୍ୟ କୃଷି ସାମଗ୍ରୀକୁ ଚିତା, ଧୂପ, ସିନ୍ଦୁର ଲଗାଇବା ସହ ବଳଦକୁ ପୂଜା କରନ୍ତି। ନୂଆ ପସରା, ଫାଳ, ବସ୍ତ୍ର, ଭୋଗ, ପୂଜା ସାମଗ୍ରୀ ସହ ଘରେ କଳସୀ ବସାଇ ଧୂପ, ଦୀପ, ଶଙ୍ଖ, ହୁଳହୁଳି ଦେଇ ଭକ୍ତ ଶାଲବେଗ ଭାବରେ ସଜାଇ ଦିଅନ୍ତି କୃଷି କ୍ଷେତ୍ରରେ ପୂଜା କରିବା ପାଇଁ। କୃଷକ ଯିବା ବାଟରେ ପଛକୁ ଚାହାନ୍ତି ନାହିଁ, ସିଧା ଚାଲନ୍ତି ବର୍ଷ ସାରା ଖାଦ୍ୟ ଯୋଗାଉଥିବା କୃଷି କ୍ଷେତକୁ। କ୍ଷେତ ଜମିରେ ଫାଳ ଦ୍ୱାରା ଏକ ଗାତ ଖୋଳି ଆମ୍ବ, ଗୁଆ, ପଇସା ରଖିବା ସହ ଆମ୍ବ, ବରକୋଳି, ଅଁଳା ପତ୍ର ଓ ଦୁବ ଦେଇ କ୍ଷେତ ଜମିକୁ ପୂଜା କରି ଏହି ଦିନଠାରୁ ବିହନ ବୁଣା ଆରମ୍ଭ କରେ। ଆଜି ଦିନଟି ଅତ୍ୟନ୍ତ ପବିତ୍ର ନୂତନ ଗୃହ ପ୍ରବେଶ ପାଇଁ। ଶ୍ରୀ ଜଗନ୍ନାଥଙ୍କ ରଥ କାମ ଆଜି ଦିନର ଆରମ୍ଭ ହୁଏ। ମା ଗଙ୍ଗା ଦେବୀ ପୃଥିବୀ ପୃଷ୍ଠରେ ଧରାବତରଣ କରିଥିଲେ ଓ ଲକ୍ଷ୍ମୀ ଦେବୀ କୁବେରଙ୍କୁ ଧନ ଓ ପ୍ରଯୁଜର ଦେବତା ଆଜି ଦିନରେ ଘୋଷଣା କରିଥିଲେ। ସତ୍ୟ ଯୁଗରେ ମଧ୍ୟ ଆଜି ଭଳି ପବିତ୍ର ଦିନର ଆରମ୍ଭ ହୋଇଥିଲା। କ୍ଷେତ ଜମିରେ ପୂଜା କରି ସେହିପରି କୃଷକ ଭାଇ ଘରକୁ ଫେରି କିଛି ସମୟ ପାଇଁ ଶୋଇ ରୁହନ୍ତି। କଥାରେ ଅଛି, ପୂଜା କରି ଆସି ଏପରି ଶୋଇଲେ ଧାନ ମଧ୍ୟ ସେହିଭଳି ପ୍ରବଳ ମାତ୍ରାରେ ଶୋଇବ। ଧନ୍ୟବାଦ ଫ୍ରେଣ୍ଡସ୍। ଭିଡ଼ିଓଟି କେମିତି ଲାଗିଲା ମତ ରଖିବା ସହ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ନମସ୍କାର।